ରାୟଗଡ଼ା ଜିଲ୍ଲାର ମୁନିଗୁଡା ବ୍ଲକ ଏବଂ କାଶୀପୁର ବ୍ଲକର ଅଙ୍ଗନବାଡି ସେଣ୍ଟର ମାନଙ୍କରେ ଜବ୍ ଭ୍ୟାକେନ୍ସି ଆସିଯାଇଛି। ମୁନିଗୁଡାରେ ଟୋଟାଲ 23ଟି ଏବଂ କାଶୀପୁରରେ ଟୋଟାଲ 12ଟି ଭ୍ୟାକେନ୍ସି ଅଛି। ଯଦି ଯୋଉ ଝିଅମାନେ ଚାହୁଁଛ ମୁନିଗୁଡା ବ୍ଲକର ଲାଷ୍ଟ ଡେଟ୍ 6 ତାରିଖ ଅଗଷ୍ଟ ମାସ ଅଛି ଏବଂ କାଶୀପୁର ବ୍ଲକର 4 ତାରିଖ ଲାଷ୍ଟ ଡେଟ୍ ଅଛି। ଆପ୍ଲାଏ କରିବା ପାଇଁ ନିହାତି +2 ପାସ୍ କରିଥିବାର ଅଛି। ଆପ୍ଲାଏ କରିବା ସମୟରେ 10th କ୍ଲାସ୍ ସାର୍ଟିଫିକେଟ୍, +2 ସାର୍ଟିଫିକେଟ୍, କାଷ୍ଟ, ରେସିଡେଣ୍ଟ, ବ୍ୟାଙ୍କ ପାସବୁକ୍, ଆଧାର କାର୍ଡ ଏବଂ ପାସପୋର୍ଟ ସହିତ ଯିବାକୁ ପଡ଼ିବ ଆପ୍ଲାଏ କରିବା ପାଇଁ। ଆପଣ ଯଦି ଆପ୍ଲାଏ କରିବେ ନିଜେ ମଧ୍ୟ କରିପାରିବେ, ନହେଲେ ନିକଟସ୍ଥ ଜନସେବା କେନ୍ଦ୍ରକୁ ମଧ୍ୟ ଯାଇକି ଆପ୍ଲାଏ କରିପାରିବେ। ଯଦି ଆପଣ ଚାହୁଁଛନ୍ତି ନିଜେ ଆପ୍ଲାଏ କରିବା ପାଇଁ ତାହେଲେ ମୁଁ ଆପଣଙ୍କୁ ୱେବସାଇଟଟା ମେନସନ୍ କରିଦେଉଛି, ସେଇ ୱେବସାଇଟରେ ଯାଇକି ଆପଣ ଆପ୍ଲାଏ କରିପାରିବେ। ଆପ୍ଲାଏ କରିବାର ସମୟ ଯଦି କିଛି ଡାଉଟ୍ ଆସୁଛି ମୋତେ କମେଣ୍ଟ କରନ୍ତୁ, ମୁଁ ଜଣାଇଦେବି। ଆପ୍ଲାଏ କରିସାରିଲା ପରେ 6 ତାରିଖ ଦିନ ଆପ୍ଲାଏ ସରିବ ଲାଷ୍ଟ ଡେଟ୍ ମୁନିଗୁଡା ବ୍ଲକର। 6 ତାରିଖ ସରିଲା ପରେ 7 ତାରିଖ ଦିନ ଆପଣଙ୍କର ଡକୁମେଣ୍ଟ ଅରିଜିନାଲ ଡକୁମେଣ୍ଟ ଯାହା କିଛି ଆପଣ ଆପ୍ଲାଏ କରିବା ସମୟରେ ଅପଲୋଡ କରିଥିଲେ ସେହି ଡକୁମେଣ୍ଟ ଗୁଡାକ ଅରିଜିନାଲ ଧରିକି ଆପଣଙ୍କର ହେଡକ୍ୱାର୍ଟର ଯିବାକୁ ପଡ଼ିବ। ହେଡକ୍ୱାର୍ଟରରେ ଆପଣଙ୍କର ଡକୁମେଣ୍ଟ ଭେରିଫିକେସନ ହେବ। ଯଦି ଆପଣ କିଛି ଅସୁବିଧା ହେଲା ଯାଇପାରିଲେନି ତାହେଲେ ଆପଣଙ୍କୁ ସେଇ ଚାକିରିର ହାତ ଛଡା କରିବାକୁ ପଡ଼ିବ। ଆପ୍ଲାଏ କରିବା ସମୟରେ କିଛି ପଏଣ୍ଟସ୍ ଦେଉଛନ୍ତି, ଯେମିତିକି ଯଦି ସେହି ଅଞ୍ଚଳର କୋଉ ଝିଅ ST/SC ହେଇଥିବ ତାକୁ 10 ପଏଣ୍ଟସ୍, ଯଦି ବିଧବା ହେଇଥିବ ତାଙ୍କୁ 10 ପଏଣ୍ଟସ୍, ଯଦି ଅନାଥ ହେଇଥିବ ତାକୁ ମଧ୍ୟ 10 ପଏଣ୍ଟସ୍, ଆଉ ଯଦି ପରିତ୍ୟକ୍ତା ହେଇଥିବ, ଛାଡ଼ପତ୍ର ହେଇଥିବ, ନିରାଶ୍ରୟ ହେଇଥିବ ତାହେଲେ ତାଙ୍କୁ 5 ପଏଣ୍ଟ ଏକ୍ସଟ୍ରା ମିଳିବ। ଏଜୁକେସନ ତରଫରୁ 5 ପଏଣ୍ଟ ମିଳିବ। ଟୋଟାଲ ପଏଣ୍ଟସ୍ ଦେଖିକି ଆପଣଙ୍କୁ ସିଲେକ୍ସନ କରାଯିବ। ମୁନିଗୁଡା ବ୍ଲକର ଡେଟ୍ ହେଉଛି 6 ତାରିଖ ଲାଷ୍ଟ ଡେଟ୍। ସେମିତି କାଶୀପୁର ବ୍ଲକର ଲାଷ୍ଟ ଡେଟ୍ ହେଉଛି 4 ତାରିଖ। ଟୋଟାଲ ମୁନିଗୁଡାରେ 23ଟି ସେଣ୍ଟର ଭ୍ୟାକେନ୍ସି ଅଛି। ସେମିତି ଆପଣଙ୍କର ରହିଲା ଯଦି କାଶୀପୁର ବ୍ଲକରେ ଦେଖୁଛନ୍ତି ତ କାଶୀପୁର ବ୍ଲକରେ ଟୋଟାଲ ଆପଣଙ୍କର ରହିଲା 12ଟି ସେଣ୍ଟର। ତ ଯଦି ସେଣ୍ଟର ବିଷୟରେ ମଧ୍ୟ ଆପଣ ଜାଣିବା ପାଇଁ ଚାହୁଁଛନ୍ତି ତାହେଲେ ଆମକୁ କମେଣ୍ଟ କରନ୍ତୁ, ଆମେ ସେଣ୍ଟର ବିଷୟରେ ମଧ୍ୟ ଆପଣଙ୍କୁ ଜଣାଇଦେବୁ। ବୟସ ସୀମା ଆପଣଙ୍କର 18 ବର୍ଷରୁ 35 ବର୍ଷ ହେବାକୁ ପଡ଼ିବ। 35 ବର୍ଷ ବିଲୋ ଥିଲେ ଆପଣ ଚାକିରିରେ ଆପ୍ଲାଏ କରିପାରିବେ। ଆପଣଙ୍କୁ এই ଚାକିରିଟା 60 ବର୍ଷ କରିବା ମାନେ 60 ବର୍ଷ ବୟସ ପର୍ଯ୍ୟନ୍ତ ଆପଣମାନେ କରିପାରିବେ। ଯଦି ଏକ୍ସଟେଣ୍ଡ କରିବା ପାଇଁ ଚାହୁଁଛନ୍ତି ଗୋଟେ ଆପ୍ଲିକେସନ ଲେଖିବା ପାଇଁ ଦେବାକୁ ପଡ଼ିବ, ତ ଆପଣଙ୍କୁ 2 ବର୍ଷ ଏକ୍ସଟ୍ରା ମିଳିବ। ଯଦି ଭିଡ଼ିଓଟି ଭଲ ଲାଗିଲା ଲାଇକ୍ କରିବେ। ଭିଡ଼ିଓ ବିଷୟରେ ଯଦି କିଛି ଜାଣିବା ପାଇଁ ଚାହୁଁଛନ୍ତି ମୋତେ କମେଣ୍ଟ ମାଧ୍ୟମରେ ପଚାରି ପାରିବେ। ଏଭଳିଆ ଜବ୍ ଅପଡେଟ୍ ପାଇବା ପାଇଁ ଯଦି ଚାହୁଁଛ ତାହେଲେ ଆମ ଚ୍ୟାନେଲକୁ ଫଲୋ କରନ୍ତୁ। ଥ୍ୟାଙ୍କ ୟୁ।